ଜଣା ନାହିଁ କେବେଠାରୁ ମଣିଷ ଚିନ୍ତା କରିବାର କ୍ଷମତା ପାଇଲା, ଯାହା ତାକୁ ଅନ୍ୟାନ୍ୟ ଜୀବଠାରୁ ଅଲଗା ଓ ଶ୍ରେଷ୍ଠ କରିଥିଲା। ଏହି କ୍ଷମତା ବଳରେ ମଣିଷ ଖାଦ୍ୟ, ବାସଗୃହ, ପୋଷାକ ଚିନ୍ତା ତ କରିଥାଏ, ତେବେ ଦିନେ ସେ ମରିବ ଏ ଚିନ୍ତା ତାକୁ ଅଧିକ ଚିନ୍ତାଗ୍ରସ୍ତ କରିଥାଏ। ଜନ୍ମ ମୃତ୍ୟୁର ଅନୁଭବ ମଣିଷ ପାଇଁ ଯେତିକି ରହସ୍ୟମୟ, ତାଠାରୁ ଅଧିକ ରହସ୍ୟମୟ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସେତୁବନ୍ଧଟି। ଆପଣ ଭାବୁଥିବେ ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସେତୁବନ୍ଧଟି କ'ଣ? ଆପଣ ଠିକ୍ ଭାବୁଛନ୍ତି, କାରଣ ସେହି ସେତୁବନ୍ଧଟି ଏକ ବିଶ୍ୱାସ ନା ଏକ ବାସ୍ତବ, ତାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଏବେ ବି ଚାଲୁ ରହିଛି। ମଣିଷ ସମାଜ ଏକ ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚି ପାରିନାହିଁ। ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସେହି ସେତୁବନ୍ଧଟିର ନାମ ଆମେ ଦେଇଛନ୍ତି ଆତ୍ମା ବା ସୋଲ୍। କେହି କେହି ସ୍ପିରିଟ୍ ବୋଲି କହିଥାନ୍ତି, କେହି କେହି ରୁହ ବୋଲି ମଧ୍ୟ କହନ୍ତି। ମଣିଷର ଜନ୍ମ ସହିତ ତାର ଆତ୍ମାର ଆଗମନ ଏହି ସଂସାରରେ ଏବଂ ମଣିଷର ମୃତ୍ୟୁ ସହିତ ତାର ଆତ୍ମାର ପ୍ରସ୍ଥାନ, ଅର୍ଥାତ୍ ଜୀବନର ଉତ୍ସ ଆତ୍ମା। ଯେପର୍ଯ୍ୟନ୍ତ ଆତ୍ମା ଆମ ଶରୀରରେ ଅଛି, ଆମେ ଜୀବିତ ଅଛୁ। ଆତ୍ମାର ଉପସ୍ଥିତି ନେଇ ମଣିଷର ଏହି ଚିନ୍ତା ବା ଭାବନା ସତ୍ୟ ନା ମିଥ୍ୟା, ଏହା ଏକ ବିଶ୍ୱାସ ନା ବାସ୍ତବ, ତାକୁ ନେଇ କୌଣସି ନିଷ୍କର୍ଷ ବାହାରି ପାରିନଥିବା ବେଳେ ଆତ୍ମାକୁ ନେଇ ଆଲୋଚନା କିନ୍ତୁ ଅନେକ ଲମ୍ବା। ପ୍ରଶ୍ନ ଉଠେ, ଏହି ଆତ୍ମା କେବଳ ମଣିଷ ଶରୀରରେ ଥାଏ ନା ସମସ୍ତ ଜୀବ, ଜନ୍ତୁ, ପକ୍ଷୀ, ଜଳଜୀବ ଦେହରେ ମଧ୍ୟ ଥାଏ? କେହି କେହି କହନ୍ତି ଆତ୍ମା କେବଳ ମଣିଷ ଦେହରେ ଥାଏ, ଆଉ କେହି କେହି କହନ୍ତି ଆତ୍ମା ସମସ୍ତ ଜୀବ ଦେହରେ ଥାଏ। ସେଥିପାଇଁ ତ ଆମେ ଆତ୍ମାକୁ ଜୀବାତ୍ମା ବୋଲି କହିଥାଉ। ପୁଣି ପ୍ରଶ୍ନ ଉଠେ, ଆତ୍ମା ଯଦି ଶରୀରରେ ଅଛି, ତେବେ ଶରୀରର କେଉଁ ଭାଗରେ ଅଛି? ତାହା ଆକାରରେ ଛୋଟ ନା ବଡ଼? ଜୀବ ଶରୀରର ବିକାଶ ସହିତ, ଅର୍ଥାତ୍ ମଣିଷ ଛୋଟରୁ ବଡ଼ ହେବା ସହିତ ଆତ୍ମାର ଆକାର ମଧ୍ୟ ବଡ଼ ହୋଇଯାଇଥାଏ ନା ଏହାର ଆକାର ସ୍ଥିର ଥାଏ? ଏହିଭଳି ଅନେକ ପ୍ରଶ୍ନ ଭିତରେ ଚିନ୍ତା ଶକ୍ତି ରଖୁଥିବା ମଣିଷମାନେ ଚିନ୍ତାଗ୍ରସ୍ତ ହୋଇପଡ଼ିଥାନ୍ତି। ଏହି ଚିନ୍ତା କେବଳ ସାଧାରଣ ମଣିଷମାନଙ୍କୁ ଗ୍ରାସ କରିନାହିଁ। ଆମେ ଯେଉଁମାନଙ୍କୁ ଜ୍ଞାନୀ, ଗୁଣୀ, ବୁଦ୍ଧିଜୀବୀ, ସର୍ବୋପରି ବିଜ୍ଞାନୀ ବା ବୈଜ୍ଞାନିକ ବୋଲି କହିଥାଉ, ସେମାନେ ମଧ୍ୟ ଆତ୍ମାକୁ ନେଇ ଅନେକ କୌତୂହଳ ପ୍ରକାଶ କରି ଆସିଛନ୍ତି। ଏହାର କାରଣ ହେଲା, ସାଧାରଣ ମଣିଷମାନେ ଯେଭଳି ଭଗବାନ ବିଶ୍ୱାସୀ, ଧର୍ମ ବିଶ୍ୱାସୀ, ଠିକ୍ ସେହିଭଳି ବୈଜ୍ଞାନିକମାନଙ୍କ ମଧ୍ୟରୁ ଅଧିକାଂଶ ଧର୍ମ ବିଶ୍ୱାସୀ, ଭଗବାନ ବିଶ୍ୱାସୀ। ଅନେକ ବୈଜ୍ଞାନିକ ଶରୀର ମଧ୍ୟରେ ଆତ୍ମାର ଅବସ୍ଥିତି ସ୍ଥାନ କେଉଁଠି ଜାଣିବାକୁ ଚେଷ୍ଟା କରିଥିବା ବେଳେ କେତେକ ଆତ୍ମାର ଆକାର ସମ୍ପର୍କରେ ନିଜର ବକ୍ତବ୍ୟ ଦେଇ ଆସିଛନ୍ତି। ପୂର୍ବକାଳର ବୈଜ୍ଞାନିକମାନଙ୍କ ଠାରୁ ପାଦେ ଆଗରେ ରହି ଆଧୁନିକ କାଳର ବୈଜ୍ଞାନିକମାନେ ଆତ୍ମାକୁ ନେଇ ଆଧୁନିକ ଚିନ୍ତା ପ୍ରକଟ କରିଛନ୍ତି। ସେହି ଚିନ୍ତାଟି ହେଲା, ଆତ୍ମା ଶରୀର ମଧ୍ୟରେ ଯେଉଁଠି ବି ଥାଉ, ତାର ଆକାର ଛୋଟ ହେଉ କିମ୍ବା ବଡ଼ ହେଉ, ଯଦି ଅଛି ତେବେ ଆମେ ତାକୁ ଅବସ୍ଥିତି ବା ଏକ୍ଜିଷ୍ଟେନ୍ସ ବୋଲି କହିଥାଉ। ଅଛିର ଅନ୍ୟ ନାମ ଅବସ୍ଥିତି ବା ଏକ୍ଜିଷ୍ଟେନ୍ସ। ଦ୍ୱିତୀୟ କଥା ହେଲା, ଅବସ୍ଥିତିର ଓଜନ ଥାଏ, ଅର୍ଥାତ୍ ଏକ୍ଜିଷ୍ଟେନ୍ସର ୱେଟ୍ ଥାଏ। ତେଣୁ ଶରୀରରେ ଯଦି ଆତ୍ମା ଅଛି, ତେବେ ତାର କିଛି ତ ଗୋଟାଏ ଓଜନ ଥିବ। ତେଣୁ କେତେକ ବୈଜ୍ଞାନିକ ସିଧାସଳଖ ଆତ୍ମାର ଓଜନ ମାପିବାକୁ ଚେଷ୍ଟା କରିଛନ୍ତି। ସେହିଭଳି ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ଥିଲେ ଡକ୍ଟର ଡଙ୍କନ୍ ମ୍ୟାକ୍ଡୁଗଲ୍, ଯିଏ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋ ସହରରେ 1866 ମସିହାରେ ଜନ୍ମ ହୋଇ 1920 ମସିହାରେ ମୃତ୍ୟୁବରଣ କରିଥିଲେ। ଡକ୍ଟର ମ୍ୟାକ୍ଡୁଗଲ୍ଙ୍କୁ 20 ବର୍ଷ ହୋଇଥିବା ବେଳେ ସେ USA ମାସାଚୁସେଟ୍ସ ସହରକୁ ଦେଶାନ୍ତରିତ ହୋଇଯାଇଥିଲେ। ସେଠାରେ ଅବସ୍ଥିତ ହୋଷ୍ଟନ ଅଧୀନରେ ଥିବା ସ୍କୁଲ ଅଫ୍ ମେଡିସିନରେ ଗ୍ରାଜୁଏସନ୍ ପାଠ ସମ୍ପୂର୍ଣ୍ଣ କରିଥିଲେ। ପାଠ ପଢ଼ା ପରେ ଡକ୍ଟର ମ୍ୟାକ୍ଡୁଗଲ୍ କାମରେ ଯୋଗ ଦେଇଥିଲେ। କେଉଁଠି ନା ଏକ ଦାତବ୍ୟ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଡାକ୍ତରଖାନାରେ। ଉକ୍ତ ଡାକ୍ତରଖାନାଟି ଏକ ଦାତବ୍ୟ ଅନୁଷ୍ଠାନ ହୋଇଥିବାରୁ ଏବଂ ସେଠାରେ ଚିକିତ୍ସା ଖର୍ଚ୍ଚ କମ୍ ଆସୁଥିବାରୁ ଗରିବ ଶ୍ରେଣୀର ରୋଗୀମାନେ ଅଧିକ ସଂଖ୍ୟାରେ ସେଠାକୁ ଆସୁଥିଲେ। ଡକ୍ଟର ଡଙ୍କନ୍ ମ୍ୟାକ୍ଡୁଗଲ୍ ପ୍ରତିଦିନ ସେଠାରେ ମଣିଷ ମରୁଥିବାର ଦୃଶ୍ୟ ନିଜ ଆଖି ସାମ୍ନାରେ ଦେଖୁଥିଲେ। ପ୍ରତିଦିନ ମୃତ୍ୟୁକୁ ଆଖି ସାମ୍ନାରେ ଦେଖି ଦେଖି ମୃତ୍ୟୁ କ'ଣ ବୋଲି ଏକ ଭାବନା ଡକ୍ଟର ମ୍ୟାକ୍ଡୁଗଲ୍ଙ୍କର ମନକୁ ମଧ୍ୟ ପଶି ଆସିଥିଲା। ମୃତ୍ୟୁ କଥା ମନକୁ ଆସିଲେ ତା ସହିତ ଆତ୍ମାର ଭାବନା ମନକୁ ଆସିଯିବାଟା ସ୍ୱାଭାବିକ। ଏମିତିରେ ସେ ଥିଲେ ଜଣେ ଖ୍ରୀଷ୍ଟଧର୍ମୀ ବ୍ୟକ୍ତି। ଆତ୍ମା ବା ସୋଲ୍ର ଅବଧାରଣାଟା ମନକୁ ଆସିବାଟା ମଧ୍ୟ ସ୍ୱାଭାବିକ। ତା ଛଡ଼ା ଉକ୍ତ ଚିକିତ୍ସାଳୟର ମାଲିକ ଥିଲେ ଜଣେ ବ୍ୟବସାୟୀ, ଯାହାଙ୍କର ବ୍ୟବସାୟ ଚୀନ ଦେଶ ସହିତ ଥିଲା। ଉକ୍ତ ବ୍ୟବସାୟୀଙ୍କର ଏକ ବଡ଼ ନିକିତି ଚିକିତ୍ସାଳୟ ପାଖରେ ଥିଲା। ଗୋଟିଏ ପଟେ ପ୍ରତିଦିନ ଡକ୍ଟର ମ୍ୟାକ୍ଡୁଗଲ୍ ମୃତ୍ୟୁକୁ ଦେଖୁଥିବା ବେଳେ ତା ସହିତ ନିକିତି ଉପରେ ସବୁଦିନ ମଧ୍ୟ ନଜର ପଡ଼ୁଥିଲା। ତେଣୁ ଆତ୍ମାକୁ ମାପିବା ଭାବନାଟି ମ୍ୟାକ୍ଡୁଗଲ୍ଙ୍କର ମନକୁ ପଶି ଆସିଥିଲା।
ଆତ୍ମା ଶରୀର ମଧ୍ୟରେ କେଉଁ ସ୍ଥାନରେ ଅବସ୍ଥାନ କରୁଛି, ତାର ଆକାର କେତେ, ଏ ବିବାଦରେ ନ ପଶି ମ୍ୟାକ୍ଡୁଗେଲ ଚିନ୍ତା କଲେ, ଯଦି ଧର୍ମବିଶ୍ୱାସ ଅନୁସାରେ ଆତ୍ମା ଶରୀରରେ ଅଛି, ତେବେ ତାର କିଛି ତ ଗୋଟାଏ ଓଜନ ଥିବ। ଯେଭଳି ବିଜ୍ଞାନର ଯୁକ୍ତି ଆମେ ଟିକେ ପୂର୍ବରୁ ଆଲୋଚନା କରିଥିଲେ, ସେହି ଧାରଣା ମଧ୍ୟ ମ୍ୟାକ୍ଡୁଗେଲଙ୍କର ମନକୁ ଆସୁଥିବ। କ'ଣ ସେଇଠି? ନା ଅଛିର ଅର୍ଥ ହେଲା ଅବସ୍ଥିତି ଏବଂ ପ୍ରତ୍ୟେକ ଅବସ୍ଥିତିର ଓଜନ ଥାଏ। ତେଣୁ ମଣିଷ ଯେତେବେଳେ ମୃତ୍ୟୁବରଣ କରିବ, ଅର୍ଥାତ୍ ଆତ୍ମା ଶରୀର ତ୍ୟାଗ କରିଥାଏ, ଠିକ୍ ସେହି ସମୟରେ ଶରୀରର ଓଜନ କମ୍ ହେବା କଥା। ଆଉ ଯେତିକି ଓଜନ କମ୍ ହେବ, ସେତିକି ହିଁ ଆତ୍ମାର ଓଜନ। ତେଣୁ ଆତ୍ମାକୁ ମାପିବାର ନିଷ୍ପତ୍ତି ମ୍ୟାକ୍ଡୁଗେଲ ନେଲେ ଏବଂ ସେହି ଅନୁସାରେ ସେ ବ୍ୟବସ୍ଥା ଏବଂ ଆୟୋଜନ ମଧ୍ୟ ଆରମ୍ଭ କଲେ। ଚିକିତ୍ସାଳୟର ଏକ ନିର୍ଦ୍ଦିଷ୍ଟ ରୁମ୍ରେ ଏକ ସ୍ୱତନ୍ତ୍ର ରୂପେ ପ୍ରସ୍ତୁତ ହୋଇଥିବା ନିକିତି ସେ ରଖିଲେ, ଯାହା ଉପରେ ଏକ ବେଡ୍ ମଧ୍ୟ ଫିଟିଂ କରାଗଲା। ଏହି ନିକିତିଯୁକ୍ତ ବେଡ୍ ଏକ ସେନ୍ସିଟିଭ୍ ନିକିତି ଥିଲା, ଯେଉଁଥିରେ ସାମାନ୍ୟ ତୁଳାକୁ ମଧ୍ୟ ଓଜନ କରାଯାଇପାରିବ। ଆପଣମାନେ କେବେ ଡାକ୍ତରଖାନାକୁ ଗଲେ ନିଜର ଓଜନ ମାପ କରିଥିବେ? ଠିକ୍ ସେହିଭଳି ଯନ୍ତ୍ର, କିନ୍ତୁ ବଡ଼ ଆକାରର, ଯାହା ଉପରେ ମଣିଷ ଶୋଇପାରିବ। ଏବେ ସେହିଦିନ ଆସିଗଲା ଯେଉଁଦିନ ଆତ୍ମାର ଓଜନ ମାପ କରାଯିବ। 1901 ମସିହା ଅପ୍ରେଲ ମାସ 10 ତାରିଖ। ନିକିତିର ପଲ୍ଲା, ଯାହା ଏକ ବେଡ୍ ସଦୃଶ, ତା ଉପରେ ରଖାଯାଇଥିଲା ଜୀବନର ଶେଷ ଅବସ୍ଥାରେ ଥିବା ଜଣେ ଯକ୍ଷ୍ମା ବା ଟିବି ରୋଗୀକୁ। ନିକିତି ଚାରିପଟେ ଘେରି ରହିଥିଲେ 4 ଜଣ ଡାକ୍ତର, ଡକ୍ଟର ମ୍ୟାକ୍ଡୁଗେଲ ଏବଂ ଅନ୍ୟ 3 ଜଣ ନାମକରା ଡାକ୍ତର। ଡାକ୍ତରମାନେ ରୋଗୀକୁ ବଞ୍ଚାଇବାକୁ ଚେଷ୍ଟା କରୁନଥିଲେ, ବରଂ ରୋଗୀଟି କେତେବେଳେ ମୃତ୍ୟୁବରଣ କରିବ ସେହି ମୁହୂର୍ତ୍ତକୁ ଅପେକ୍ଷା କରି ରହିଥିଲେ। ଆଉ ରୋଗୀର ଓଜନ କେତେ, ତାହା ସେମାନେ ପୂର୍ବରୁ ଲେଖି ନେଇଥିଲେ। ଡାକ୍ତରମାନଙ୍କ ମଧ୍ୟରୁ 2 ଜଣଙ୍କ ନଜର ରୋଗୀ ଉପରେ ଥିବାବେଳେ ଆଉ 2 ଜଣଙ୍କ ନଜର ନିକିତିର କଣ୍ଟା ଉପରେ ଥିଲା। 3 ଘଣ୍ଟା 40 ମିନିଟ୍ ଅପେକ୍ଷା କରିବା ପରେ ରୋଗୀ ତାର ଶେଷ ନିଶ୍ୱାସ ତ୍ୟାଗ କଲା ଏବଂ ତତ୍କ୍ଷଣାତ୍ ଓଜନ କଣ୍ଟା 3/4 ଆଉନ୍ସ ବା 21 ଗ୍ରାମ କମିଗଲା। 4 ଜଣ ଡାକ୍ତର ଆଶ୍ୱସ୍ତ ହେଲେ କି ମୃତ୍ୟୁ ଯୋଗୁଁ କିଛି ଗୋଟାଏ ଶରୀର ଛାଡ଼ି ଚାଲିଗଲା, ଯାହାର ଓଜନ 21 ଗ୍ରାମ, ଅର୍ଥାତ୍ ଆତ୍ମାର ଓଜନ 21 ଗ୍ରାମ। ଏହି ଖବର ବିଜ୍ଞାନ ଜଗତରେ ବିଦ୍ୟୁତ୍ ବେଗରେ ପ୍ରବାହିତ ହୋଇଗଲା। ଅଧିକାଂଶ ବୈଜ୍ଞାନିକ ମ୍ୟାକ୍ଡୁଗେଲଙ୍କର ସିଦ୍ଧାନ୍ତକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବୈଜ୍ଞାନିକମାନେ କହିଥିଲେ କି ଅନ୍ୟ କୌଣସି କାରଣ ପାଇଁ ଏଭଳି ହୋଇଥାଇପାରେ, ଏହି ଓଜନ ହ୍ରାସ ଆତ୍ମା ଯୋଗୁଁ ନୁହେଁ। ଆଉ କେତେକ କହିଥିଲେ ଏହି ପରୀକ୍ଷା ହିଁ ଅନସାଇଣ୍ଟିଫିକ୍, ଏହା ବିଜ୍ଞାନ ସମ୍ମତ ପ୍ରକ୍ରିୟା ନୁହେଁ। ଅପରପକ୍ଷେ ନିଜେ ଡକ୍ଟର ମ୍ୟାକ୍ଡୁଗେଲ ମଧ୍ୟ ନିଜ ସିଦ୍ଧାନ୍ତକୁ ନେଇ ସନ୍ତୁଷ୍ଟ ନଥିଲେ। ସେ ସ୍ୱୀକାର କରିଥିଲେ କି ଏଥିରେ ଅଧିକ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ଅଛି। ଡକ୍ଟର ମ୍ୟାକ୍ଡୁଗେଲ ଆଉ 5 ଜଣ ରୋଗୀଙ୍କଠାରେ ସମାନ ପରୀକ୍ଷା କରିଥିଲେ। ଏହି ପରବର୍ତ୍ତୀ 5 ପରୀକ୍ଷାର ପରିଣାମ ପ୍ରଥମ ପରୀକ୍ଷାର ପରିଣାମ ଠାରୁ ଭିନ୍ନ ଥିଲା। ଜଣେ ରୋଗୀର ମୃତ୍ୟୁ ପରେ ତାର ମୃତ ଶରୀରର ଓଜନ 15 ମିନିଟ୍ ଯାଏ ସ୍ଥିର ରହିଥିଲା ଏବଂ 15 ମିନିଟ୍ ପରେ ସାମାନ୍ୟ ହ୍ରାସ ପାଇ ପୁଣି ପୂର୍ବ ଓଜନକୁ ଫେରି ଆସିଥିଲା। ଅନ୍ୟ ଜଣେ ପେସେଣ୍ଟଠାରେ ମୃତ୍ୟୁ ପରେ ଓଜନ 2ଟି ପର୍ଯ୍ୟାୟରେ ହ୍ରାସ ପାଇଥିଲା। ତେଣୁ ଏହି ପରବର୍ତ୍ତୀ ଘଟଣା ସବୁ ଆତ୍ମାକୁ ନେଇ ଚଳି ଆସିଥିବା ବିଶ୍ୱାସକୁ ଦୁର୍ବଳ କରିଦେଇଥିଲା। ହେଲେ ଡକ୍ଟର ଡଙ୍କନ ମ୍ୟାକ୍ଡୁଗେଲ ଏତିକିରେ ହାର ମାନିନଥିଲେ। ସେ ସମାନ ଏକ୍ସପେରିମେଣ୍ଟ କୁକୁରମାନଙ୍କଠାରେ କରିଥିଲେ। ସେହି ସମାନ ତରାଜୁ ଉପରେ ଡକ୍ଟର ଡଙ୍କନ ଗୋଟିଏ ପରେ ଗୋଟିଏ 15ଟି କୁକୁରଙ୍କୁ ବିଷ ଦେଇ ମାରିଥିଲେ। 15ଟି ଯାକ କୁକୁର ଶେଷ ନିଶ୍ୱାସ ତ୍ୟାଗ କଲା ପରେ ପରିଣାମ 15 କୁକୁରଙ୍କଠାରେ ସମାନ ଦେଖିବାକୁ ମିଳିଥିଲା। ତାହା ହେଲା ସମସ୍ତ କୁକୁରଙ୍କର ମୃତ ଶରୀରର ଓଜନ ସମାନ ରହିଥିଲା, ଅର୍ଥାତ୍ ମୃତ୍ୟୁ ପରେ ଓଜନ ଟିକିଏ ବି ହ୍ରାସ ପାଇନଥିଲା। ଆଶ୍ଚର୍ଯ୍ୟ କଥା। ହେଲେ ଡକ୍ଟର ଡଙ୍କନ ଏଥିରେ ଆଶ୍ଚର୍ଯ୍ୟ ହୋଇନଥିଲେ। ଯେହେତୁ ସେ ପ୍ରବଳ ଧର୍ମବିଶ୍ୱାସୀ ଥିଲେ ଏବଂ ଯେହେତୁ ଧର୍ମ କହେ ଆତ୍ମା କେବଳ ମଣିଷ ଦେହରେ ଅଛି, ତେଣୁ ଡକ୍ଟର ଡଙ୍କନ ଏହି ନିଷ୍କର୍ଷରେ ପହଞ୍ଚିଥିଲେ କି କୁକୁର ଦେହରେ ଆତ୍ମା ହିଁ ନାହିଁ, ଅର୍ଥାତ୍ ଦୋଷ ତାଙ୍କ ଏକ୍ସପେରିମେଣ୍ଟରେ ନାହିଁ, କୁକୁରଙ୍କଠାରେ ଅଛି। ଡଙ୍କନ ମ୍ୟାକ୍ଡୁଗେଲ ଆତ୍ମାର ଓଜନ ମାପିବାକୁ ଚେଷ୍ଟା କରିନଥିଲେ। ମ୍ୟାକ୍ଡୁଗେଲଙ୍କର ସମକାଳୀନ କାଲିଫର୍ଣ୍ଣିଆରେ ଜଣେ ଫିଜିକ୍ସ ଟିଚର ଥିଲେ ଏଚ୍ ଲାଫ୍ ଟୁଇନିଂ। ମ୍ୟାକ୍ଡୁଗେଲଙ୍କର ପ୍ରଚେଷ୍ଟା ପ୍ରତି କୌତୂହଳ ପ୍ରକାଶ କରି ସେ ମଧ୍ୟ ଆତ୍ମାର ଓଜନ ମାପିବାକୁ ଚେଷ୍ଟା କରିଥିଲେ। ସେ ତ ଜଣେ ଡାକ୍ତର ନଥିଲେ ପେଶାରେ ଯେ ତାଙ୍କୁ ମଣିଷ ମିଳିଯିବେ ଯାହାଙ୍କର ମୃତ୍ୟୁ ସମୟ ଓଜନ ମାପ କରିପାରିବେ। ତେଣୁ ସେ ବାଛିଥିଲେ ମୂଷାଙ୍କୁ, କାରଣ ମୂଷା ଓ ମଣିଷ ଶରୀର ମଧ୍ୟରେ ଜିନି ସାମଞ୍ଜସ୍ୟ ପ୍ରାୟ 90%। ଟୁଇନିଂ କଲେ କ'ଣ ନା ମୂଷାକୁ କାଚ ଡବା ମଧ୍ୟରେ ରଖି ସେଥିରେ ସାଇନାଇଡ୍ ଗ୍ୟାସ୍ ଭରି କରି ସିଲ୍ କରିଦେଲେ ଏବଂ ମୃତ୍ୟୁ ସମୟକୁ ଅପେକ୍ଷା କରି ରହିଲେ। ମୃତ୍ୟୁ ହେଲା, କିନ୍ତୁ ଓଜନର କୌଣସି ହ୍ରାସ ଘଟିନଥିଲା, ଅର୍ଥାତ୍ ଆଦୌ କମ୍ ହୋଇନଥିଲା।
गोटिए मूषा नुहे गोटिए पर गोटिए 30टी मूषाଙ୍କୁ विभिन्न प्रक्रिया से मारी केवल विष दे नहीं केबे पानी रे बुड़ई केबे अन्य गैस दे किंतु समस्त क्षेत्र में रिजल्ट समान आसीथिला। 30टी जाक मूषांकर मृत्यु पर सेमानकर ओजन आदौ ह्रास पाइला नहीं। आपण कौन कहींपारे कुकुर भली मूषा देहरे मध्य आत्मा नहीं जेतेबेले कि मूषा एवं मनीष मध्य जिनी सामंजस्य 90% अटे। एबे शुणु आउ गोटे मजादार घटना जहाँ यही आमर रिसेंट 2000 मसीह आटेम्प्ट करा जायतिला। लुई हलांड निजर गवेषणागार से सजाई एक सेंसिटिव इलेक्ट्रोनिक तराजू गोटे मेंढा को हाथ गोड़ बांधी तराजू उपर शुआईदेले एवं ताकू विष इंजेक्शन देदेले। मेंढाटीर मरिबा समय आसिला एवं मरिबा मात्रे किछि सेकेंड पाई मेंढार ओजन बढ़ीगला पुणी पूर्व ओजन को फेरी आसिला। गोटे मेंढा नुहे एकाधिक मेंढा को लुई हलांडे एहीपरी मारिथिले एवं समस्तंकर ओजन मृत्यु पर बढ़ी जाउथिला। एभली कि गोटे मेंढार ओजन 1 किलो पर्यंत बढ़ी जाई पुणी पूर्व अवस्था को फेरी आसिला। तेबे श्रोतागण उपरोक्त तथ्य सबुरु आमे दुईटी मध्यरु गोटिए सिद्धांत उपनीत होई परिबा। आत्मा प्रमाणित नुहे किंबा आत्मा को ओजन करिवार प्रक्रिया ठीक नुहे। धन्यवाद। थैंक यू फॉर वाचिंग।